ହ୍ୟାଲୋ ମୋ ପ୍ରିୟ ଦର୍ଶକ ବନ୍ଧୁ, ଆଜିର ନ୍ୟୁଜ୍ ଜିଡ଼ି ନ୍ୟୁଜ୍ ଓଡ଼ିଆ କନ୍ଧମାଳ ତରଫରୁ ଆଜି ସ୍ୱାଗତ କରୁଛି। ଆଜି ଯେଉଁ ଆକ୍ସିଡେଣ୍ଟ ହେଇଛି ଆମର ଝିଞ୍ଜିଗୁଡ଼ା ନିକଟସ୍ଥ ଯେଉଁ ବୁଲାଣୀରେ, ସେହି ଟ୍ରାକ୍ଟରଟି ରାଜନଗରରୁ ଜଣାପଡ଼ୁଛି। ଡ୍ରାଇଭରଙ୍କର ବହୁତ ଆଗତ ହେଇଛି, ଆଙ୍ଗୁଠି ଛିଣ୍ଡି ଯାଇଛି। ଆଉ ସେଥିରେ ସେମାନଙ୍କୁ ମଧ୍ୟ ମେଡ଼ିକାଲ ଭର୍ତ୍ତି କରାଯାଇଛି। ସେଥିରେ ଯେଉଁ କର୍ମୀମାନେ ଥିଲେ ସେମାନଙ୍କୁ ମଧ୍ୟ ଆଘାତ ଘଟିଯାଇଛି। ଗତକାଲି 4:30 4:00 ସମୟରେ ସେଇଟା ଆକ୍ସିଡେଣ୍ଟ ହେଇଛି। ଗାଡ଼ି ଗୁଡ଼ାକ ମଧ୍ୟ ବହୁତ ବାଧାପ୍ରାପ୍ତ ହେଉଛି। ଆଉ ସେ ବ୍ରହ୍ମପୁର କାନି ଆସିଲେ ପୁଣି ବାମୁଣିଆ କାନି ବ୍ରହ୍ମପୁର ଗଲେ ବହୁତ ବାଧା ହେଉଛି। ଲୋକମାନଙ୍କୁ ଯିବା ଆସିବାରେ ବହୁତ ବାଧା ଦେଉଛି। ଆଉ ବହୁତ ଲୋକମାନେ ହଇରାଣ ହେଲେ। ମେଡ଼ିକାଲ ଯିବା ଆସିବାରେ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି। ଟ୍ରାକ୍ଟରଟି ପଡ଼ି ରହିଛି। ଯଦି ଟ୍ରାକ୍ଟର ଉଠାଯାଏ ହେଲେ ଲୋକମାନଙ୍କ ଯିବା ଆସିବା ହେଇପାରିବ। ଆଜିର ନ୍ୟୁଜ୍କୁ ଆଜି ଆପଣମାନେ ଦେଖିପାରୁଥିବେ ଆଜିର ଭିଜୁଆଲ୍। ଥ୍ୟାଙ୍କ ୟୁ ୱାଚିଂ ଦିସ୍ ଭିଡ଼ିଓ।